ପୂର୍ବ ଭିଡ଼ିଓରେ ମୁଁ ଆପଣମାନଙ୍କୁ ଦେଖାଇଥିଲି କାନ୍ଦୁଳ। ସେ କାନ୍ଦୁଳକୁ ଦେଶୀ ଷ୍ଟାଇଲ୍ରେ କେମିତି ରୋଷେଇ କରନ୍ତି ଆଉ ସେଥିରେ କ'ଣ କ'ଣ ସାମଗ୍ରୀ ପଡ଼େ ତାହା ମୁଁ ଆଜି ଆପଣମାନଙ୍କୁ ଦେଖାଇବି। ଦେଖିବା, ଦେଖନ୍ତୁ ଇଏ ହେଉଛି କାନ୍ଦୁଳ, ଦେଖୁଛନ୍ତି ନା, ଇଏ ହେଉଛି କାନ୍ଦୁଳ। ମୁଁ ଯଦି ଦେଖାଉଥିଲି ଆଉ ପୂର୍ବ ଭିଡ଼ିଓରେ ସେ କାନ୍ଦୁଳ ହେଉଛି ଏଇଟା, ଆଉ ତାକୁ ଆମେ ଆଉ ରୋଷେଇ କରିବୁ। ଦେଖନ୍ତୁ ଏ କାନ୍ଦୁଳକୁ ଚୋପା ଛଡ଼େଇଛୁ, ଦେଖନ୍ତୁ ଏଠି ଚୋପା ତାର, ଏ କାନ୍ଦୁଳକୁ ଚୋପା ଛଡ଼େଇଛୁ, ତାର ମଞ୍ଜି ଏଇଟା। ତାକୁ ଆଇଟମ୍ ଆଜି ରୋଷେଇ କରିବୁ। ଦେଖନ୍ତୁ ଏବେ ଆମର କାନ୍ଦୁଳ ସିଝି ଯାଇଛି, ତାହା ମୁଁ ଓହ୍ଲେଇକି ଆଣିଛି। ଦେଖନ୍ତୁ ଦେଖନ୍ତୁ କେମିତି ଦେଖାଯାଉଛି, ଦେଖନ୍ତୁ କଡ଼ କଡ଼ ହେଇକି। ଆପଣ ଦେଖିଲେ ଆଜ୍ଞା, ଏହି କାନ୍ଦୁଳ ଅତି ସ୍ୱାଦିଷ୍ଟ। ଏ କାନ୍ଦୁଳକୁ ଯେକୌଣସି ଯେତେ ବଡ଼ ସିଟି ହଉନା, ଯେଉଁଠି ହାଟ ବଜାରରେ ଖୋଜିଲେ ମଧ୍ୟ ଆଜ୍ଞା ଆପଣ ପାଇବେ ନାହିଁ କେବେ। ଯଦି ଅନୁସନ୍ଧାନ କରିକି ଗାଁ ଗହଳି ମାନଙ୍କରେ କଣ୍ଟାକ୍ଟ କରି ଯଦି କିଣିବା ପାଇଁ ଚାହାନ୍ତି ତେବେ ହିଁ ପାଇବେ ଆଜ୍ଞା।